ଆଜି ଆସନ୍ତୁ ଜାଣିବା କିଏ ଠକ। ସୋମପୁର ଗାଁରେ ଜଣେ ଦୋକାନୀ ଥିଲା। ଦିନେ ସେ ଯାଇ ଗାଁର ପ୍ରଧାନଙ୍କ ପାଖରେ ଅଭିଯୋଗ କରି କହିଲା, ଆଜ୍ଞା, କମଳା ଗଉଡ଼ୁଣୀ ମୋତେ ଠକୁଛି। ସେ ସବୁଦିନ ମୋତେ ସେରେ ଲେଖାଏଁ ମାଖନ ଦେବା କଥା, କିନ୍ତୁ ମୁଁ ଓଜନ କରି ଦେଖୁଛି ସେ ମୋତେ ସେରକରୁ କମ୍ ଦେଉଛି। ପ୍ରଧାନ ତ ସେ କମଳାକୁ ଭଲ କରି ଜାଣିଥିଲେ। କମଳା କେବେ ବି କାହାକୁ ଠକେ ନାହିଁ। ତେଣୁ ସେ ତାକୁ ଡକାଇ ପଚାରିଲେ, କମଳା, ତୁ ଦୋକାନୀ ବାବୁଙ୍କୁ ଯେଉଁ ମାଖନ ଦେଉ, ତୁ ତାହା କିପରି ଓଜନ କରୁ? ତହୁଁ କମଳା କହିଲା, ଆଜ୍ଞା, ମୁଁ ସବୁଦିନେ ଦୋକାନୀ ବାବୁଠୁ ସେରେ ଚାଉଳ କିଣେ। ସେ ଯେଉଁ ଚାଉଳ ପୁଡ଼ିଆ ଦିଅନ୍ତି, ତାକୁ ଏ ତରାଜୁର ଗୋଟାଏ କଡ଼ରେ ରଖି ଅନ୍ୟ କଡ଼ରେ ମାଖନ ରଖି ଓଜନ କରେ। ସବୁ କଥା ଶୁଣି ପ୍ରଧାନ ଆଉ କିଛି ନ କହି ଖାଲି ଦୋକାନୀ ଆଡ଼େ ଅନାଇ ହସିଦେଲେ। ସେ ଦୋକାନୀ ଏଥିରୁ ବୁଝିଲା ଯେ ଅସଲ ଠକ କିଏ। ଭିଡ଼ିଓଟି ଯଦି ଭଲ ଲାଗିଥାଏ ତେବେ ଲାଇକ୍, ସେୟାର ଓ କମେଣ୍ଟ କରନ୍ତୁ। ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନିଅନ୍ତୁ। ଧନ୍ୟବାଦ।